ଆରେ କୁଆଡେ ଯିବ ନା କଣ? ହଁ, ଆମ ଘରକୁ। ଆରେ କଣ ଅର୍ଜେଣ୍ଟ କାମ ଅଛି ନା କଣ? ନା, କାମ ତ କିଛି ନାହିଁ, କିନ୍ତୁ ଘରକୁ 2 ବର୍ଷ ହେଲା ଯାଇନି ନା, ଘର କଥା ବହୁତ ମନେ ପଡୁଛି। ଆରେ ସେତେବେଳେ ତମ ବାପ ଘରେ ତମ ବାପା ବୋଉ ଥିଲେ, କଥା କିଛି ଅଲଗା ଥିଲା। ହେଲେ ଏବେ ତ ସିଏ ଆଉ ନାହାନ୍ତି ନା। ଆରେ ସେଥିରେ କଣ ଅଛି, ମୋ ଭାଇ ଭାଉଜରା ଅଛନ୍ତି। ଭାଇ ଭାଉଜ? ଆରେ ତମ ଭାଇ ଭାଉଜ ତମେ ଯଦି ତାଙ୍କ ଘରକୁ ଯାଅ ବୋଲି ଚାହୁଁଛନ୍ତି, ସେମାନେ ତମକୁ ଗୋଟେ ଥର ବି ଫୋନ କରିଛନ୍ତି? ଆଚ୍ଛା ମତେ କହିଲ, ଏ 2 ବର୍ଷ ଭିତରେ ତମ ଭାଇ ଭାଉଜ ତମକୁ ଗୋଟେ ଥର ବି ଫୋନ କରିଛନ୍ତି? ନା, ଜମାରୁ ଫୋନ କରିନାହାନ୍ତି। ଆଚ୍ଛା ମତେ କହିଲ, ତମେ ଯେତେବେଳେ ତାଙ୍କ ସହିତ କଥା ହେବା ପାଇଁ ଫୋନ କରିଥିଲ, ସେ ତମକୁ ଫୋନରେ କଣ କହିଥିଲେ? ହ୍ୟାଲୋ ଭାଉଜ, କଣ କରୁଛ? କଣ କହୁଥିଲି କି, ପିଲାମାନଙ୍କର ଖରା ଛୁଟି ଅଛି, ମୁଁ ଭାବୁଥିଲି ଗାଁ ଆଡେ ଯାଇକି ଟିକେ ବୁଲିକି ଆସିବି ବୋଲି। ନାଇଁ ନାଇଁ ନାଇଁ, ଆସିବା ଦରକାର ନାହିଁ। ଏଇ ଖରା ଛୁଟିରେ ତମ ଭାଇଙ୍କର ମୋର ଆମେ ବାହାରକୁ ବୁଲିବାକୁ ଯାଉଛୁ। ଆଚ୍ଛା ମତେ କହିଲ, ରାକ୍ଷୀ ପୂର୍ଣ୍ଣିମାରେ ତମ ଭାଇ କି ଯୋଉ ତମେ କଲ୍ କରିଥିଲ, ତମ ଭାଇ ତମକୁ କଣ କହିଲେ? ନାଇଁ ନାଇଁ, ତୁ ରାକ୍ଷୀ ପୂର୍ଣ୍ଣିମା ଆସିବା ଦରକାର ନାହିଁ, କାହିଁକି ନା ତୋ ଭାଉଜକୁ ନେଇକି ମୁଁ ତାଙ୍କ ବାପ ଘରକୁ ଯିବି ତା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ। ତୁ ଗୋଟେ କାମ କରେ, ରାକ୍ଷୀଟାକୁ ନା ତୁ ପୋଷ୍ଟାଲରେ ପଠେଇ ଦେ। କେବେ ଭାବିଛ ସେ ତମକୁ କାହିଁକି ତାଙ୍କ ଘରକୁ ଡାକୁନାହାନ୍ତି, ଆଉ ସବୁବେଳେ ତମକୁ କାହିଁକି ସେ ମନା କରୁଛନ୍ତି? ସେ ବୋଧେ ଜାଣିନାହାନ୍ତି ତମେ ତାଙ୍କ ଜୀବନରେ କୌଣସି ସ୍ଥାନରେ ଅଛ ବୋଲି। ଆରେ ମୁଁ କେବେ ଏହା ଚାହେଁନି ତମେ ଯାଅ ଆଉ ସେଠି ପହଞ୍ଚିଲା ପରେ ତମକୁ କେହି ଅସମ୍ମାନ କରନ୍ତୁ ବୋଲି। ତମ ନିଜ ଘରେ ତମେ ଗୋଟେ ଅଜଣା ଲୋକ ପରି ଯାଅ। ଗୋଟେ କଥା, ବିନା ଡକରାରେ କେବେ କୋଉଠିକି ଯିବାଟା ନା ଠିକ ନୁହଁ। ନହେଲେ ସେଠିକି ଗଲେ ଖାଲି ବେଜି ଛଡା ଆଉ କିଛି ନୁହେଁ। କେବେ ବି ଚାହେଁ ନା ମୋ ସ୍ତ୍ରୀର କେବେ ବି ବେଜିତି ହଉ। କଣ ବୁଝିପାରୁଛ ତ? ହଁ, ତମେ ଠିକ କଥା କହିଛ। ମୁଁ ଏବେ ସବୁ ବୁଝିପାରୁଛି। ବାପଘର ସେଇଟା ନୁହେଁ ଯୋଉଠି ତମେ ଜନ୍ମ ନେଇଛ। ବାପଘର ତ ସେଇଟା ଯୋଉଠି ତମକୁ ଅପେକ୍ଷା କରିଛନ୍ତି।